ପଞ୍ଚମ ଅଧ୍ୟାୟ ପୁଣ୍ଡରୀକ ଓ ଅମ୍ବରୀଶ ଉଦ୍ଧାର। ଜୈମିନୀ ଋଷି ମୁନିମାନଙ୍କୁ କହିଲେ, ହେ ମୁନିଗଣ, ପୁଣ୍ଡରୀକ ଓ ଅମ୍ବରୀଶଙ୍କ ମନରେ ଦୁଃଖ ଓ ବୈରାଗ୍ୟ ଜାତ ହେଲା। ସେ ଦୁହେଁ ବେଶ୍ୟାସଙ୍ଗ ପରିହାର କରି ନିଜର ପୂର୍ବ କର୍ମ ନିମନ୍ତେ ଅନେକ ଅନୁତପ୍ତ ହେଲେ। ପ୍ରତ୍ୟେକ ଦିନ ଥରେ ମାତ୍ର ହବିଷାନ୍ନ ଗ୍ରହଣ କରି ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ନିମଜ୍ଜିତ ହୋଇଗଲେ। କିଛି ଦିନ ପରେ ସେ ଦୁହେଁ ନୀଳାଚଳରେ ପହଞ୍ଚି ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିର ଦ୍ୱାରଦେଶରେ ପହଞ୍ଚି ସାଷ୍ଟାଙ୍ଗ ପ୍ରଣିପାତ କଲେ। ମାତ୍ର ସେମାନଙ୍କ ଶ୍ରୀ ବିଗ୍ରହଙ୍କ ଦର୍ଶନ ମିଳିଲା ନାହିଁ। ଦୁହେଁ ଚିନ୍ତାରେ ବ୍ୟାକୁଳ ହୋଇ ଅନଶନ କରିବାକୁ ଲାଗିଲେ। ମନେ ମନେ ପାପନାଶନ ମନ୍ତ୍ର ଜପ କରୁଥାନ୍ତି। ଏହିପରି ଭାବରେ 3 ଦିନ କଟିଗଲା। ତୃତୀୟ ଦିନ ରାତିରେ ସେମାନେ ଏକ ଦିବ୍ୟ ଜ୍ୟୋତି ଦର୍ଶନ କଲେ। ମାତ୍ର ସେଥିରେ ସେମାନଙ୍କର ମନସ୍କାମନା ପୂର୍ଣ୍ଣ ନ ହେବାରୁ ସେମାନେ ଅନଶନ ବ୍ରତ ଜାରି ରଖିଲେ। ସପ୍ତମ ଦିନ ରାତ୍ରିରେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ମହାପ୍ରଭୁ ସେମାନଙ୍କୁ ଦର୍ଶନ ଦେଲେ। ଦେବତାମାନଙ୍କ ସ୍ତୁତି ତାଙ୍କ କର୍ଣ୍ଣରେ ପ୍ରବେଶ କଲା। ସେତେବେଳକୁ ସେମାନଙ୍କର ପାପ ନଷ୍ଟ ହୋଇଯାଇଥାଏ। ସେମାନଙ୍କର ଦିବ୍ୟ ଜ୍ଞାନ ଜାତ ହେଲା। ସେମାନେ ସ୍ୱଚକ୍ଷୁରେ ଦିବ୍ୟ ଅଳଙ୍କାର ଭୂଷିତ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ପ୍ରସନ୍ନ ବଦନ ଶ୍ଵେତ ପଦ୍ମ ତୁଲ୍ୟ ଚକ୍ଷୁଯୁକ୍ତ ଶ୍ରୀ ବିଷ୍ଣୁଙ୍କୁ ଦର୍ଶନ କଲେ। ପାଦରେ ରତ୍ନ ପାଦୁକା, ବାମ ହସ୍ତରେ ମା ଲକ୍ଷ୍ମୀଙ୍କୁ ଆଲିଙ୍ଗନ କରିଥାନ୍ତି। ସୁନ୍ଦରୀ ଦାସୀମାନେ ରତ୍ନ ବେତ ଧରିଥାନ୍ତି। କେତେଜଣ ଶୁକ୍ଳ ଚାମର ଧରି ସେବାରେ ଲାଗିଥାନ୍ତି। କିଏ ଛତ୍ର ଧରିଥାଏ ତ କିଏ କୃଷ୍ଣ ଅଗୁରୁ ପ୍ରଦାନ କରିଥାନ୍ତି। ସନକାଦି ମୁନିଗଣ ସମ୍ମୁଖରେ ଦଣ୍ଡାୟମାନ ହୋଇ ସ୍ତୁତି କରୁଥାନ୍ତି। ନାରଦ ବୀଣା ବାଦନ କରୁଥିବା ବେଳେ ଗନ୍ଧର୍ବମାନେ ସଙ୍ଗୀତ ଗାନ କରୁଥାନ୍ତି। ପ୍ରହ୍ଲାଦିତ ବୈଷ୍ଣବଗଣ ପ୍ରଭୁଙ୍କ ସମ୍ମୁଖରେ ବସି ଏକାଗ୍ର ଚିତ୍ତରେ ଧ୍ୟାନ କରୁଥାନ୍ତି ଓ ହରି ସେମାନଙ୍କୁ ନିଜ ବିଗ୍ରହ ଭିତରେ ଧରି ରଖିଥାନ୍ତି। ବକ୍ଷସ୍ଥଳରେ କୌସ୍ତୁଭ ମଣିରେ ସମ୍ମୁଖସ୍ଥ ଦେବତାମାନଙ୍କ ପ୍ରତିଷ୍ଠିତ ପ୍ରତିବିମ୍ବ ପଡୁଥିବାରୁ ସାକ୍ଷାତ ବିଶ୍ୱରୂପ ମୂର୍ତ୍ତି ଭଳି ପ୍ରତୀୟମାନ ହେଉଥାନ୍ତି। ଆକାଶରୁ ପୁଷ୍ପବୃଷ୍ଟି ହେଉଥାଏ। ପ୍ରଭୁଙ୍କ ଦିବ୍ୟ ଲୀଳା ଦେଖି ଦୁଇ ବନ୍ଧୁଙ୍କ ଭିତରେ ଦିବ୍ୟ ଜ୍ଞାନ ଜାତ ହେଲା। ସେମାନେ ଯୋଡ଼ ହସ୍ତରେ ନୀଳାଦ୍ରିନାଥଙ୍କୁ ତ୍ରିବାର ପ୍ରଦକ୍ଷିଣ କରି ସ୍ତୁତି ଆରମ୍ଭ କଲେ। ପୁଣ୍ଡରୀକ କହିଲେ, ହେ ଜଗଦାଧାର, ଆପଣ ସୃଷ୍ଟି ତୃତୀୟ ପ୍ରଳୟର କାରଣ ଅଟନ୍ତି। ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ନାରାୟଣ, ଆପଣ ସମସ୍ତ ପ୍ରାଣୀଙ୍କର ଏକମାତ୍ର ଆଶ୍ରୟ ଅଟନ୍ତି। ଆପଣ ପରା ଓ ପରମାତ୍ମା ଉଭୟ। ଆପଣ ଜାତ, ଶୂନ୍ୟ ଓ ଧ୍ୱଂସହୀନ ଅଟନ୍ତି। ଯୋଗୀଗଣ ନିତ୍ୟାନନ୍ଦମୟ ଆପଣଙ୍କୁ ଧ୍ୟାନ ଚକ୍ଷୁରେ ବନ୍ଦନା କରିଥାନ୍ତି। ବୁଢ଼ାମାନଙ୍କୁ ଏ ତତ୍ତ୍ୱ ଅଜ୍ଞାତ। କାମାନ୍ଧ ଅର୍ଥାସକ୍ତ ବ୍ୟକ୍ତିମାନଙ୍କ ପାଇଁ ଆପଣ ଦୁର୍ଲଭ ଅଟନ୍ତି। ମୁଁ ପାପିଷ୍ଠ, ଦୁଷ୍କର୍ମରେ ବୁଡ଼ି ରହିଥିବା ବ୍ୟକ୍ତି। ମୋର କେହି ନାହିଁ, କେବଳ ଆପଣ ହିଁ ଆଶ୍ରୟ। ଆପଣ ଶରଣରକ୍ଷକ। ବ୍ରହ୍ମାଣ୍ଡରେ ଆପଣଙ୍କ ଭଳି ଆଉ କି ବା ବନ୍ଧୁ ଅଛି, ଯିଏ ନିଜ କଥା ଚିନ୍ତା ନ କରି ଦୀନ ଅନାଥଙ୍କୁ ଦୟା କରେ, ପତିତ ଜନକୁ ଉଦ୍ଧାର କରେ। ଆପଣଙ୍କ ପାଦପଦ୍ମଙ୍କୁ ନ ଭଜି ଜଳ ଯନ୍ତ୍ର ପ୍ରାୟ ଅର୍ଦ୍ଧ ଊର୍ଧ୍ୱରେ ଭ୍ରମୁଥାଏ। ସିଏ ଦୁଃଖ ଭୋଗେ। ଯେଉଁ ମୁଢ଼ ବ୍ୟକ୍ତି ଯୋଗ କ୍ଷମା ସୁଖ ପାଇଁ ଅନାୟାସ ମୋକ୍ଷ ପ୍ରଦାନ କରି ଆପଣଙ୍କୁ ଉପାସନା କରନ୍ତି ନାହିଁ, ସେମାନଙ୍କୁ ଆପଣ ନିଜ ମାୟାରେ ଗୋଳେଇ ରଖନ୍ତି। ଆପଣ ହିଁ କେବଳ ମୁକ୍ତି ପ୍ରଦାନ କରିଥାନ୍ତି। ହେ ଜଗନ୍ନାଥ, ଯିଏ ଆପଣଙ୍କ ନାମକୁ ଭଜନ କୀର୍ତ୍ତନ କରନ୍ତି, ସେମାନଙ୍କର ଧର୍ମ ଅର୍ଥ କାମ ମୋକ୍ଷ ଏହି 4 ପୁରୁଷାର୍ଥ ସିଦ୍ଧି ହୋଇଯାଏ। ଏଣୁ ହେ ନାଥ, ସଂସାର ସାଗରରେ ନିମଜ୍ଜିତ ଲୋକଙ୍କ ପାଇଁ ଆପଣ ହିଁ ଏକମାତ୍ର ଶରଣ। ଆପଣଙ୍କୁ ଅନନ୍ୟ ଭକ୍ତିରେ ଚିନ୍ତା କଲେ ଆପଣ ଜ୍ଞାନରୂପୀ ନୌକାରେ କରୁଣା ରୂପକ ଆହୁଲା ଦ୍ୱାରା ଅଚେତନ ପ୍ରାଣୀକୁ ସଂସାରରୁ ସମୁଦ୍ର ପାରି କରାଇ ଦିଅନ୍ତି। ଅନ୍ୟାନ୍ୟ ଦେବାଦେବୀଗଣ ମୁକ୍ତି ପ୍ରଦାନ କରନ୍ତି ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଛି। ମାତ୍ର ସେମାନେ ସାହାଯ୍ୟ ମୁକ୍ତି ପ୍ରଦାନ ନିମନ୍ତେ ସକ୍ଷମ ନୁହନ୍ତି। ଏକଥା ଧ୍ରୁବ ସତ୍ୟ। ବ୍ରହ୍ମ ସଂକ୍ରାନ୍ତୀୟ ଦେବତାଗଣ କେବଳ ନିମିତ୍ତ ମାତ୍ର ହୋଇ ତୁମଠାରେ ଭକ୍ତିରୁ ଉଦ୍ରେକ କରାଇଥାନ୍ତି। ସଂସାର ସାଗର ପାର ନିମନ୍ତେ ଅଗସ୍ତ୍ୟ ସ୍ୱରୂପ ଭକ୍ତ କେବଳ ସକ୍ଷମ। ଏଣୁ ହେ ପ୍ରଭୁ, ମୋଠାରେ ପ୍ରସନ୍ନ ହୁଅ। ମୋତେ ଅଷ୍ଟାଙ୍ଗ ଯୋଗ ଜଣା ନାହିଁ। ମୋ ଜ୍ଞାନ ସାଧନ ମଧ୍ୟ ଅଜ୍ଞ। ଧର୍ମାଦି ଚୌବର୍ଗ କୁସାଧନ ରୂପେ ପରିଗଣିତ। ଏଗୁଡ଼ିକ ମୂଢ଼ ବ୍ୟକ୍ତିମାନଙ୍କ ଦ୍ୱାରା ଆଦୃତ ହୋଇଥାଏ। ଏଣୁ ସେଗୁଡ଼ିକ ପ୍ରତି ମୋର ରୁଚି ନାହିଁ। ଏଣୁ ହେ ଗୋବିନ୍ଦ, ମୋତେ ଆଜ୍ଞା ହେଉ, ଯେପରି ମୁଁ ଆପଣଙ୍କ ଚରଣାରବିନ୍ଦରେ ସ୍ଥାନ ପାଏ। ହେ କୃଷ୍ଣ, ତ୍ରାହି ମାମ୍। ଏହିପରି ସ୍ତୁତି କରୁ କରୁ ପୁଣ୍ଡରୀକ ଜଗନ୍ନାଥଙ୍କ ପାଦପଦ୍ମରେ ଲୋଟି ଗଲେ। ସେପଟେ ଅମ୍ବରୀଶ ସ୍ତୁତିରେ କହୁଥାନ୍ତି, ହେ ପ୍ରଭୁ, ଆପଣ ସହସ୍ର ଶୀର୍ଷ ପୁରୁଷ ଅଟନ୍ତି। ଆପଣଙ୍କର ସହସ୍ର ବାହୁ, ସହସ୍ର ଘ୍ରାଣ, ସହସ୍ର ନୟନ, ପାଣି ଓ ପାଦ ରହିଛି। ମୁଁ ଆପଣଙ୍କୁ ନମନ କରୁଛି। ଆପଣ 36 ତତ୍ତ୍ୱରୁ ଊର୍ଦ୍ଧ୍ୱରେ। ମାୟା ଗହିତ ହୋଇ ମଧ୍ୟ ଆପଣ ତାହାର ବିସ୍ତାରର ସହାୟକ ଅଟନ୍ତି। ଆପଣ ଏକପଦ ଓ ତ୍ରିପଦୀ ବି ଅଟନ୍ତି। ତ୍ରିପଦ ହିଁ ଅନ୍ତରିକ୍ଷ ପଦ। ଆପଣଙ୍କ ପାଦ ପଙ୍କଜରୁ ପୁଣ୍ୟଦେହ ଜାହ୍ନବୀ ନିର୍ଗତ ହୋଇ ସମସ୍ତ ପାପୀଙ୍କ ପାପକୁ ଧୋଇ ଦିଅନ୍ତି। ଗଙ୍ଗା ନାମ ଉଚ୍ଚାରଣରେ ବ୍ରହ୍ମ ହତ୍ୟା ଇତ୍ୟାଦି ପାପ ନିଷ୍ଠ ହୋଇଯାଏ। ହେ ଦେବ, ଆପଣଙ୍କ ନାମ ସ୍ମରଣ କଲେ ସମସ୍ତ ସିଦ୍ଧି ପ୍ରାପ୍ତ ହୋଇଥାଏ। ଆପଣଙ୍କ ଚରଣ ଲୋକ ତ୍ରିତାପ ଭୟ ନିବାରଣ କରିଥାଏ। ମୋର ଆପଣଙ୍କ ପ୍ରାର୍ଥନା, ସବୁ ସମୟରେ ଆପଣଙ୍କ ପ୍ରତି ଅଚଳ ଭକ୍ତି ରହିଥାଉ। ପ୍ରଭୁ, ଆପଣଙ୍କ ପାଦପଦ୍ମରେ ସମସ୍ତ ସୁରକ୍ଷାର ବିଜୟ ନିହିତ ରହିଛି।
ଏଣୁ ଏ ଜୀବନ ଯେତେ ଦିନ ପର୍ଯ୍ୟନ୍ତ ରହିଥିବ ଅଚଳା ଭକ୍ତିରେ ଆପଣଙ୍କୁ ପୂଜା କରୁଥିବେ। ଯେଉଁ ବ୍ୟକ୍ତି ଯେଉଁ ଯେଉଁ ଭକ୍ତି ବଳରେ ବ୍ରହ୍ମା ସକଳ ଜଗତର ସୃଷ୍ଟି କରିଛନ୍ତି, ରୁଦ୍ର ସଂହାର କରନ୍ତି, ଲକ୍ଷ୍ମୀ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି, ମୁଁ କେବଳ ସେହି ଭକ୍ତି ଇଚ୍ଛା କରୁଛି। ଅବୈଧ ଯେମିତି ଦୁଷ୍କର ଏବଂ ସୁଦୃଢ଼ ପଙ୍କରେ ମୁଁ ବୁଡ଼ି ରହିଛି। ଫଳରେ କାମ କ୍ରୋଧ ଦ୍ୱାରା ମୁଁ ଛନ୍ଦି ହୋଇ ରହିଛି। ଆପଣ ଯଦି ମୋତେ ଏଥିରୁ ଉଦ୍ଧାର ନ କରିବେ ତେବେ ମୋର ମୃତ୍ୟୁ ସୁନିଶ୍ଚିତ। ବେଦ ପୁରାଣ ମାନଙ୍କର ଅନେକ ଉପାୟ ବର୍ଣ୍ଣନା କରାଯାଇଛି, ମାତ୍ର ଭକ୍ତି ବିନା ଜୀବ ମାୟା ମୋହରେ ପଡ଼ି ନଷ୍ଟ ହୋଇଯାଏ। ଏଣୁ ହେ ଦୀନବନ୍ଧୁ, ମୋତେ କରୁଣା କରନ୍ତୁ ଯେପରି ମୋର ଭ୍ରମ ଦୂର ହୁଏ। ଏହିପରି ଭାବେ ସ୍ତୁତି କରି ଅମ୍ବରୀଶ ବିଷ୍ଣୁଙ୍କ ପାଦ ତଳେ ଲୁଟିଗଲେ। ଅନ୍ୟ ଦେବତାଗଣ ପ୍ରଭୁଙ୍କୁ ପ୍ରଣାମ କରି ନିଜ ନିଜ ସ୍ଥାନକୁ ପ୍ରସ୍ଥାନ କଲେ। ଏହାପରେ ଦୁଇ ବନ୍ଧୁ ବିଷ୍ଣୁଙ୍କ ମାୟାରେ ମୋହିତ ହୋଇ ଜ୍ଞାନଚକ୍ଷୁ ଉନ୍ମୋଳନ କରି ପ୍ରଭୁଙ୍କ ଦିବ୍ୟ ଲୀଳା ଦର୍ଶନ କରିବାକୁ ଲାଗିଲେ। ଏହିପରି ଭାବରେ କିଛି ସମୟ ବିତିଗଲା। ଦୁହେଁ ବାହ୍ୟ ବଶକୁ ଫେରିଆସି ଚର୍ମଚକ୍ଷୁର ରତ୍ନ ସିଂହାସନ ପରି ବିରାଜିତ ନୀଳମେଘ ସଦୃଶ ଶ୍ୟାମସୁନ୍ଦର ଭଗବାନ ପୁରୁଷୋତ୍ତମଙ୍କୁ ଦେଖିଲେ। ପ୍ରସ୍ଫୁଟିତ ପଦ୍ମଫୁଲ ପରି ଆଖି, ଲାଲ ଅଧର, ମନୋହର ନାସିକା, କର୍ଣ୍ଣରେ ଦିବ୍ୟ କୁଣ୍ଡଳ, ଚାରି ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ, ମନୋହର ଅବକ୍ଷ ଲମ୍ବିତ ବନମାଳ, ଉନ୍ନତ ବକ୍ଷସ୍ଥଳ, ଗଳାରେ ଦିବ୍ୟ ସୁନ୍ଦର ହାର, ମସ୍ତକରେ ବହୁମୂଲ୍ୟ ମୁକୁଟ, ବକ୍ଷରେ ଶିବଚ୍ଛ ଚିହ୍ନ ଓ କୌସ୍ତୁଭମଣି ଶୋଭା ପାଉଛି। ଦିବ୍ୟ ପୀତାମ୍ବର ପରିହିତ ମହାପ୍ରଭୁ, ବିପନ୍ନ ସନ୍ତାପହାରିଣୀ, ସୁଧାସାଗର ସ୍ୱରୂପିଣୀ, ଅଶେଷ ବାଞ୍ଛା ଫଳଦାତ୍ରୀ, ଜଗଜ୍ଜନନୀ, ଜଗଧାତ୍ରୀ ମା ଲକ୍ଷ୍ମୀଙ୍କ ସର୍ବାଙ୍ଗକୁ ଆଲିଙ୍ଗନ କରି ସ୍ୱର୍ଣ୍ଣ ପଦ୍ମାସନରେ ଦୀନନାଥ ବ୍ୟକ୍ତିଙ୍କ ପରିତ୍ରାଣ ନିମନ୍ତେ ଅଜନଲମ୍ବିତ ଦୁଇ ବାହୁକୁ ବିସ୍ତାରି ବସିଛନ୍ତି। ତାଙ୍କ ଦକ୍ଷିଣ ପାର୍ଶ୍ୱରେ ସାକ୍ଷାତ ଅନନ୍ତ ବଳରାମ ରୂପରେ ହଳାୟୁଧ ଧରି ବସିଛନ୍ତି। ସତେ ଯେପରି ନାଗରାଜ ବାସୁକି ସପ୍ତଫଣାକୁ ମେଲାଇ ରଖିଛନ୍ତି। ତାଙ୍କର ଶଙ୍ଖ ସଦୃଶ ଧାବଳ ରୂପ ହିମାଳୟର ତୁଙ୍ଗ ଶିଖରକୁ ନିନ୍ଦିତ କରୁଛି। ପରିଧାନ ତାଙ୍କର ଶୁଭ୍ର ନୀଳ ବସନ, ଗଳାରେ ବନମାଳା ଲମ୍ବିତ, ସଦା ଅଗୁଣିତ ବାରୁଣୀ ମଧ୍ୟରେ ଉନ୍ମତ୍ତ ନୟନ, କୁଣ୍ଡଳୀକୃତ ସମୁନ୍ନତ ବକ୍ଷସ୍ଥଳ ଓ ଚାରି ହାତରେ ଶଙ୍ଖଚକ୍ର ଗଦା ଓ ହଳମୂଷଳ ଧାରଣ କରିଛନ୍ତି। ମଝିରେ ଦିବ୍ୟ ଆଭୂଷଣ ସୁଶୋଭିତ କୁଙ୍କୁମ ବର୍ଣ୍ଣା କଲ୍ୟାଣମୟୀ ଶରଣାଗତଙ୍କ କଳ୍ପଲତା ସ୍ୱରୂପ ପାପ ନାଶିନୀ ବିଷ୍ଣୁ ବକ୍ଷେ ସ୍ଥିତ ମା ଲକ୍ଷ୍ମୀ ପୃଥକ ଭାବରେ ସୁଭଦ୍ରା ରୂପରେ ବିରାଜିତ। ମହାପ୍ରଭୁଙ୍କ ବାମ ପାର୍ଶ୍ୱରେ ଚକ୍ରର ସୁଦର୍ଶନ ଅବସ୍ଥାନ କରୁଛନ୍ତି। ଦୁଇ ମିତ୍ର ଏହି ଚତୁର୍ଦ୍ଧ ମୂର୍ତ୍ତିଙ୍କ ଦର୍ଶନ କରି ନିଜକୁ କୃତ୍ୟ ମନେ କଲେ। ସେମାନେ ନିଶ୍ଚିତ ହୋଇଗଲେ ଯେ ଏମାନେ କାଷ୍ଠ ପ୍ରତିମା ନୁହନ୍ତି, ସ୍ୱୟଂ ବ୍ରହ୍ମ ଏହା ମଧ୍ୟରେ ପ୍ରକାଶିତ। ସଭାସ୍ଥିତ ବ୍ରାହ୍ମଣମାନଙ୍କ କଥାକୁ ଚିନ୍ତା କରି ନିଜକୁ ଶତଧିକ୍କାର କଲେ। ମନମାନେ ସେ ପୁରୁଷୋତ୍ତମ କ୍ଷେତ୍ର ନିବାସୀଙ୍କ ପୁଣ୍ୟ କଥା ଚିନ୍ତା କଲେ। ଭାବିଲେ ପୂର୍ବ ପୁଣ୍ୟ ବଳରୁ ଏମାନେ ପ୍ରତିଦିନ ସେ ପୁରୁଷୋତ୍ତମଙ୍କ ଦର୍ଶନ କରୁଛନ୍ତି, ମାତ୍ର ସେମାନେ ଶ୍ରୀହରିଙ୍କ ପ୍ରତି ବିମୁଖ ହୋଇଥିବାରୁ ସେହି ସୁଖରୁ ବଞ୍ଚିତ ହୋଇ ରହିଥିଲେ। ଆମ୍ଭେମାନେ ତ ମୂର୍ଖ ହେଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଯୋଗୁଁ ଅଷ୍ଟାଦଶ ବିଦ୍ୟାରେ ପାରଙ୍ଗମ ହୋଇପାରିଛେ। ଏଣୁ ଆମର ଆଉ ଅନୁଶୋଚନା ନାହିଁ। ପୁଣ୍ୟତୟ ମହୋଦଧି କୂଳରେ କଳ୍ପବଟ ମୂଳରେ ମହାପ୍ରଭୁ ଜଗନ୍ନାଥ ଚାରି ଭାଗରେ ବିଭକ୍ତ ହୋଇ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଦାରୁଦେହ ଧାରଣ କରି ଅବସ୍ଥାନ କରିଛନ୍ତି। ତାହାଙ୍କୁ ଦର୍ଶନ କଲେ ଜୀବ ମୁକ୍ତି ପାଇଥାଏ। ଏଣୁ ଆମ୍ଭେ ଦୁହେଁ ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିବା ସମସ୍ତ କାମନା ତ୍ୟାଗ କରି ଏହି ସ୍ଥାନରେ ରହିବା। ଏହି ସିଦ୍ଧାନ୍ତ ଗ୍ରହଣ କରି ଦୁଇ ବନ୍ଧୁ ସବୁଦିନ ପାଇଁ ଶ୍ରୀକ୍ଷେତ୍ରରେ ରହିଗଲେ। ପରବର୍ତ୍ତୀ କାଳରେ ସେମାନଙ୍କର ମୁକ୍ତି ପ୍ରାପ୍ତି ହେଲା। ଷଷ୍ଠ ଅଧ୍ୟାୟ। ଜୈମିନୀଙ୍କ ଦ୍ୱାରା ଉତ୍କଳର ଗୌରବ ବର୍ଣ୍ଣନା। ମୁନିମାନେ ପଚାରିଲେ, ହେ ଦ୍ୱିଜଶ୍ରେଷ୍ଠ ଜୈମିନୀ, ସାକ୍ଷାତ ଦାରୁରୂପୀ ନାରାୟଣ ପ୍ରକାଶିତ ହୋଇଥିବା ଯେଉଁ ପୁରୁଷୋତ୍ତମ କ୍ଷେତ୍ର ବିଷୟ କହୁଛନ୍ତି ତାହା କେଉଁ ଦେଶରେ ଅବସ୍ଥିତ, ଆମକୁ ବୁଝାଇ କୁହନ୍ତୁ। ଜୈମିନୀ କହିଲେ, ଦକ୍ଷିଣ ସିନ୍ଧୁ ତଟରେ ଉତ୍କଳ ନାମର ଏକ ପବିତ୍ର ଦେଶ ଅଛି। ସେହି ଦେଶରେ ଅନେକ ତୀର୍ଥ ଏବଂ ପୁଣ୍ୟପ୍ରଦ ସ୍ଥାନ ଅଛି। ସେହି ଦେଶର ଅଧିବାସୀମାନେ ସଦାଚାରୀ, ବ୍ରାହ୍ମଣମାନେ ବେଦଜ୍ଞ, ଯଥାବିଧି ଯଜ୍ଞ କର୍ମରତ। ସେହି ଦେଶ ଅଷ୍ଟାଦଶ ବିଦ୍ୟାର ଖଣି। ସ୍ୱୟଂ ମା ଲକ୍ଷ୍ମୀ ନାରାୟଣଙ୍କ ଆଜ୍ଞା ପାଳନ କରି ଗୃହ ଗୃହେ ବିରାଜିତା। ଏଠାରେ ସମସ୍ତେ ବୈଷ୍ଣବ ଧର୍ମ ଦୀକ୍ଷିତ, ସତ୍ୟବାଦୀ, ମାତୃପିତୃଭକ୍ତ, ଲଜ୍ଜାଶୀଳ, ବିନୟୀ, ଅଦ୍ୟାବଧି କ୍ଲେଶରହିତ ଅଟନ୍ତି। ନାସ୍ତିକ କପଟ ଧର୍ମୀ, ଲୋଭୀ, ଶଠ, ଖଳ ଓ ଦୁରାଚାରୀ ବ୍ୟକ୍ତିଙ୍କର ସେଠାରେ ସ୍ଥାନ ନାହିଁ। ସମସ୍ତେ ପରହିତୈଷୀ ଓ ଦୀର୍ଘଜୀବୀ। ସ୍ତ୍ରୀମାନ ପତିବ୍ରତା, ସୁଶୀଳା, ଲଜ୍ଜାବତୀ, କୁଳଶୀଳା, ରୂପ ଯୌବନ ଗର୍ବିତା, ସଦାଚାରୀ ଓ ନାନାବିଧ ଭୂଷଣରେ ସଜ୍ଜିତା। କ୍ଷତ୍ରିୟଗଣ ସ୍ୱଧର୍ମ ନିରତ, ପ୍ରଜାପାଳକ, ଅସ୍ତ୍ରଶସ୍ତ୍ର ବିଦ୍ୟାର ପାରଦର୍ଶୀ, ଦାତା ଓ ଯଜ୍ଞାଦି କର୍ମ କରିବା ନିମନ୍ତେ କାର୍ପଣ୍ୟ ନ କରି ଉତ୍ତମ ବ୍ରାହ୍ମଣଙ୍କୁ ନିୟୋଜିତ କରିଥାନ୍ତି। ବୈଶ୍ୟମାନେ ନିଷ୍ଠାପର ଭାବରେ କୃଷି, ବାଣିଜ୍ୟ ଓ ଗୋରକ୍ଷଣ ଆଦି କର୍ମରେ ଧୁରନ୍ଧର। ସାଗରକୁ ସେ ଗୋବ୍ରାହ୍ମଣଙ୍କୁ ପୂଜା କରନ୍ତି। କୌଣସି ଯାଚକ ତାଙ୍କ ନିକଟରେ ପହଞ୍ଚିଲେ ତାକୁ ଖାଲି ହାତରେ ଫେରାନ୍ତି ନାହିଁ। ସେହି ଦେଶର ଅଧିବାସୀମାନେ ସମସ୍ତେ ବୁଦ୍ଧିମାନ, ସଙ୍ଗୀତ ବିଦ୍ୟା ନିପୁଣ, ଶୂଦ୍ରମାନେ ପ୍ରିୟକାରୀ ଓ ଧର୍ମପରାୟଣ। ସମସ୍ତେ
ପାଟକଗଣ ଜାତୀୟତା କର୍ମ କରି ସ୍ୱଧର୍ମ ପାଳନ କରନ୍ତି। ଏହି କ୍ଷେତ୍ରରେ କାଳର ପ୍ରାଦୁର୍ଭାବ ନଥାଏ। ମେଘମାନେ ଯଥା ସମୟରେ ବର୍ଷା କରନ୍ତି। କେବେ ହେଲେ ଶସ୍ୟ ହାନି ଓ ଦୁର୍ଭିକ୍ଷ ହୁଏ ନାହିଁ। ସବୁ ଅଞ୍ଚଳ ବୃକ୍ଷଲତା ଫଳ ପୁଷ୍ପରେ ଭରି ରହିଥାଏ। କୌଣସି ପ୍ରଜା ଭୋକିଲା ରୁହନ୍ତି ନାହିଁ। ପୃଥିବୀର ସମସ୍ତ ପଦାର୍ଥ ସେ ଦେଶରେ ସୁଲଭ। ସର୍ବଗୁଣଯୁକ୍ତ ନାନା ବୃକ୍ଷଲତା ଯଥା ଅର୍ଜୁନ, ଅଶୋକ, ତାଳ, ପୋଲାଙ୍ଗ, ତାଳ, ଶାଳ, ପ୍ରାଚୀନ ମଳକ, ବକୁଳ, ନାରିକେଳ, ନାଗେଶ୍ୱର, ପଣସ, ପିଆଳ, କପିତ୍ଥ, ଚମ୍ପକ, କର୍ଣ୍ଣାକର, ପାଟଳ, କଦମ୍ବ, ନିମ୍ବ, ପିଚୁଳ, ଆମ୍ବ, କୋବିଦାର, ଆମଳକ, ଚ୍ୟୁତ, କଦମ୍ବ, ଜମ୍ଭାର, ମାତୁଲିଙ୍ଗ, ପାରିଜାତ, ନିପ, ମନ୍ଦାର, ଅଗୁରୁ, ଚନ୍ଦନ, ନାଗରଙ୍ଗ, ମୁଚୁକୁନ୍ଦ, କିଞ୍ଚୁକ, ତିନ୍ଦୁକ, ସପ୍ତଫଣୀ, ବିବିତକ ଆଦିରୁ ସୁଶୋଭିତ। ମାଳତୀ, କେତକୀ, କୁନ୍ଦ, ବାଣ, କରବୀର, ଅତିମୁକ୍ତ, କୁଜ, ଏକା, କୁଜ, ଏଳା, ଲବଙ୍ଗ, କକଳ, ଦାଡ଼ିମ, ବାଳପୂରକ ଆଦି ନାନାବିଧ ପୁଷ୍ପ ଉତ୍କଳ ଦେଶର ଉଦ୍ୟାନ ମାନଙ୍କର ଶୋଭା ପାଇଥାଏ। ନାନାବିଧ ପର୍ବତ, ବୃକ୍ଷଲତା, ନଦନଦୀ ଦ୍ୱାରା ସୁଶୋଭିତ। ସବୁ ଦେଶ ମଧ୍ୟରୁ ଉତ୍କଳ ଶ୍ରେଷ୍ଠ, ପରମ ପବିତ୍ର। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ଦକ୍ଷିଣରେ ପୁଣ୍ୟତୟ ଋଷିକୁଲ୍ୟା, ଉତ୍ତରରେ ସୁବର୍ଣ୍ଣରେଖା, ମଧ୍ୟରେ ମହାନଦୀ ବିରାଜମାନ କରୁଛି। ଏହା ଭିତରେ ବିରଜା ଓ ତୁଳସୀ କ୍ଷେତ୍ର ଆଦି ଅନେକ ତୀର୍ଥସ୍ଥାନ ରହିଛି। ଏହି ଉତ୍କଳ ଦେଶକୁ ଭୂସ୍ୱର୍ଗ ବୋଲି ମଧ୍ୟ କୁହାଯାଏ। ଭୂସ୍ୱର୍ଗ ସମ୍ପ୍ରତମ୍ ଶିଷ୍ୟ କଥିତମ୍ ପୁରୁଷୋତ୍ତମଃ। ସପ୍ତମ ଅଧ୍ୟାୟ ଇନ୍ଦ୍ରଦେବଙ୍କର ବ୍ରହ୍ମାନୁସନ୍ଧାନ ଓ ଜଟିଳ ସନ୍ନ୍ୟାସ ସମ୍ବାଦ। ମୁନିମାନେ ଜୈମିନି ଋଷିଙ୍କୁ ପଚାରିଲେ, ହେ ଦ୍ୱିଜଶ୍ରେଷ୍ଠ, ଆପଣ କୃପା କରି ଆମ୍ଭଙ୍କୁ ଇନ୍ଦ୍ରଦେବଙ୍କ ବୃତ୍ତାନ୍ତ ସବିସ୍ତାରେ ଜଣାଇ କୃତାର୍ଥ କରନ୍ତୁ। ସେ କିଏ ଓ କେଉଁ ଦେଶ ରାଜା, କେଉଁ କାରଣରୁ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇଥିଲେ ଓ କାହିଁକି ବିଷ୍ଣୁଙ୍କ ପ୍ରତିମା ନିର୍ମାଣ କଲେ, ସେସବୁ ବିଷୟ ଆମ୍ଭ ଆଗରେ ପ୍ରକାଶ କରି ଆମ୍ଭର ସଂଶୟ ଦୂର କରନ୍ତୁ। ଜୈମିନି ମୁନିମାନଙ୍କର ପ୍ରଶ୍ନ ଶୁଣି ଆନନ୍ଦିତ ହୋଇ ସେମାନଙ୍କୁ ସାଧୁବାଦ ଜଣାଇ କହିଲେ, ହେ ମୁନିଗଣ, ସତ୍ୟ ଯୁଗରେ ସୂର୍ଯ୍ୟ ବଂଶରେ ଇନ୍ଦ୍ରଦେବ ନାମରେ ଜଣେ ପୁଣ୍ୟବନ୍ତ ରାଜା ଥିଲେ। ସେ ବ୍ରହ୍ମାଙ୍କ ପଞ୍ଚମ ପୁରୁଷ ରୂପେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ। ସେ ଜଣେ ସାତ୍ବିକ, ସତ୍ୟବାଦୀ, ନ୍ୟାୟବନ୍ତ, ତତ୍ତ୍ୱଜ୍ଞାନ ଚର୍ଚ୍ଚା ନିରତ, ଉଦ୍ଯୋଗୀ, ପିତୃଭକ୍ତ, ବୃହସ୍ପତିଙ୍କ ଭଳି ଅଷ୍ଟାଦଶ ବିଦ୍ୟାର ପାରଙ୍ଗମ, ଐଶ୍ୱର୍ଯ୍ୟରେ ଇନ୍ଦ୍ର ସମ, ଧନରେ କୁବେର ସମ, ରୂପବାନ, ସୁଶୀଳ, ଦାନବୀର, ପ୍ରିୟବାଦୀ, ବ୍ରାହ୍ମଣ ପୂଜକ, ଯଜ୍ଞକାରୀ, ବୈଷ୍ଣବ ପ୍ରଧାନ, କ୍ରୋଧଜୟୀ, ଜିତେନ୍ଦ୍ରିୟ, ସତ୍ୟପରାୟଣ, ପ୍ରଜାବତ୍ସଳ ଆଦି ସଦ୍ଗୁଣର ଅଧିକାରୀ ଥିଲେ। ମାଳବ ଦେଶର ଧନାଦିନେ ପରିପୂର୍ଣ୍ଣ ଅବନ୍ତୀ ନଗରୀରେ ଏହି ପରମ ବିଷ୍ଣୁ ଭକ୍ତ ରାଜା ଦିନେ ନିଜେ ଠାକୁର ଘରେ ପୂଜାର୍ଚ୍ଚନା ସାରି ଦରବାରକୁ ଆସି ବିଦୂଷକ, ଦୈବଜ୍ଞ ଓ କ୍ଷତ୍ରିୟ ବ୍ରାହ୍ମଣଙ୍କ ଗହଣରେ ତୀର୍ଥଯାତ୍ରା ପ୍ରସ୍ତାବକ ଗଣଙ୍କୁ ଦେଖି ଆଦର ସତ୍କାର କରି ପଚାରିଲେ, ଆପଣମାନେ ତୀର୍ଥାଟନରେ ବହୁ ସ୍ଥାନ ଭ୍ରମଣ କରିଛନ୍ତି। ଆପଣଙ୍କର ଠାରୁ ଅନେକ କ୍ଷେତ୍ର ବିଷୟରେ ଶୁଣିଛି। କେଉଁ କ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନ ମିଳେ, ଯେଉଁଠି ନରନାରାୟଣ ତାଙ୍କୁ ଚର୍ମଚକ୍ଷୁରେ ଦେଖନ୍ତି? ରାଜାଙ୍କ ଜିଜ୍ଞାସା ଦେଖି ତୀର୍ଥଯାତ୍ରୀମାନଙ୍କ ଭିତରୁ ଥିବା ବହୁ ତୀର୍ଥ ପର୍ଯ୍ୟଟନକାରୀ ଜଣେ ବ୍ରାହ୍ମଣ ପୁରୋହିତ ବଦଞ୍ଜଳି ପୁଟରେ କହିଲେ, ହେ ରାଜନ, ମୁଁ ପିଲାବେଳୁ ଅନେକ ତୀର୍ଥ ଭ୍ରମଣ କରିଛି, ବହୁତ ତୀର୍ଥଯାତ୍ରୀଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କ ଠାରୁ ଯାହା ଶୁଣିଛି ଆପଣଙ୍କ ଆଗରେ ବର୍ଣ୍ଣନା କରୁଛି। ଆପଣ ଧୈର୍ଯ୍ୟର ସହ ସେ କଥା ଶୁଣନ୍ତୁ। ଭାରତର ଦକ୍ଷିଣ ସମୁଦ୍ର ତଟରେ ଉତ୍କଳ ନାମକ ଏକ ଦେଶରେ ଶ୍ରୀ ପୁରୁଷୋତ୍ତମ ନାମକ ଏକ କ୍ଷେତ୍ର ଅଛି। ଏଠାରେ ସ୍ୱୟଂ ନାରାୟଣ ନୀଳଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି। ସେହି କ୍ଷେତ୍ର ବୃକ୍ଷଲତା ପରିବେଷ୍ଟିତ ଅତ୍ୟନ୍ତ ମନୋହର। କି ନୀଳାଚଳର କଳ୍ପବଟ ରହିଛି, ଯାହାର ଛାୟା ସ୍ପର୍ଶରେ ବ୍ରହ୍ମହତ୍ୟା ପାପ ମଧ୍ୟ ନଷ୍ଟ ହୋଇଯାଏ। କଳ୍ପବଟର ପଶ୍ଚିମକୁ ରୋହିଣୀ ନାମକ କୁଣ୍ଡଟିଏ ରହିଛି। ସେହି କୁଣ୍ଡର ଜଳ ଅତ୍ୟନ୍ତ ପବିତ୍ର। ତାହାର ଜଳକୁ ସ୍ପର୍ଶ କଲେ ସାକ୍ଷାତ ମୁକ୍ତି ପ୍ରାପ୍ତ ହୁଏ। ରୋହିଣୀ କୁଣ୍ଡର ପୂର୍ବକୁ ନୀଳକାନ୍ତମଣି ନିର୍ମିତ ବାସୁଦେବ ମୂର୍ତ୍ତି ରହିଛନ୍ତି, ଯେ ସ୍ୱୟଂ ମୁକ୍ତି ପ୍ରଦାନ କରନ୍ତି। ସେହି କୁଣ୍ଡରେ ସ୍ନାନ କରି ଯିଏ ପୁରୁଷୋତ୍ତମଙ୍କୁ ଦର୍ଶନ କରେ, ତାକୁ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳେ। ସେ ଜୀବନ ମୁକ୍ତ ହୋଇଯାଏ। ତାହାର ପଶ୍ଚିମକୁ ଶବର ଦୀପକ ନାମରେ ପରିଚିତ ଏକ ଆଶ୍ରମ ରହିଛି। ଏହି ଆଶ୍ରମର ଚାରିପାଖରେ ଶବରମାନଙ୍କ ଗୃହ। ସେଠାରୁ ବିଷ୍ଣୁ ମନ୍ଦିରକୁ ଯିବା ପାଇଁ ଏକପଦୀ ମାର୍ଗଟିଏ ରହିଛି। ଏହି ରାସ୍ତାରେ ଗଲେ ସାକ୍ଷାତ ମାତ୍ର କି ମୁକ୍ତି ପ୍ରଦାନ କରୁଥିବା ଶଙ୍ଖଚକ୍ର ଗଦାଧାରୀ ବିଷ୍ଣୁ ଅବସ୍ଥାନ କରୁଛନ୍ତି। ଏ ରାଜନ, ମହାପ୍ରଭୁଙ୍କ କରୁଣାରୁ ସେଠାରେ ଏକ ବର୍ଷ ରହି ତପ ସାଧନା କରୁଥିଲି। ପ୍ରତିଦିନ ରାତ୍ରି ଦେବତାଗଣ ନାରାୟଣଙ୍କ ଦର୍ଶନ କରିବା ପାଇଁ ସେଠାରେ ଉପସ୍ଥିତ ହୁଅନ୍ତି। କଳ୍ପବୃକ୍ଷରେ ପୁଷ୍ପ ବୃଷ୍ଟି ହୁଏ। ନାନା ପ୍ରକାରର ସ୍ତୁତି ବାକ୍ୟ ଆବୃତ୍ତି ହୁଏ। ଦିବ୍ୟ ଗନ୍ଧରେ ସ୍ଥାନଟି ପୁରିଯାଏ। ସମସ୍ତେ ଆମୋଦ ଉଲ୍ଲାସରେ ମାତିଥାନ୍ତି। ସେଠାରେ ବିଷ୍ଣୁ ମହିମା ଯେପରି ପରିପ୍ରକାଶ ହୁଏ, ତା ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ପୂର୍ବ କାଳରେ ଗୋଟିଏ ଘଟଣା ଏବେ ଆପଣଙ୍କ ଆଗରେ କହୁଛି, ଶୁଣନ୍ତୁ। ଥରେ ଏକ ତୃଷାର୍ତ୍ତ କାକ ରୋହିଣୀ କୁଣ୍ଡରେ ସ୍ନାନ କରି ମାଧବଙ୍କୁ ଦର୍ଶନ କରିବାରୁ ଚତୁର୍ଭୁଜ ହୋଇ ପ୍ରାଣତ୍ୟାଗ କଲା।
ଛାର ପକ୍ଷୀଟିଏ କୌଣସି ପୁଣ୍ୟକର୍ମ କରିନାହିଁ, ଜ୍ଞାନହୀନ, ତଥାପି ତାକୁ ମୁକ୍ତି ମିଳିଗଲା ଓ ସେ ବିଷ୍ଣୁଙ୍କ ସାମୀପ୍ୟ ଲାଭ କଲା। ମୋ ଭଳି ଅଧମ ଅଧମ ବ୍ରାହ୍ମଣ ପୂର୍ବରୁ ମୂର୍ଖ ଥିଲି, କିନ୍ତୁ ବିଷ୍ଣୁ କୃପା ପାଇବା ଯୋଗୁଁ ଅଷ୍ଟାଦଶ ବିଦ୍ୟା ବିଶାରଦ ହୋଇପାରିଲି। ମୋର ମନ ନିର୍ମଳ ହୋଇଗଲା। ମୁଁ ସର୍ବତ୍ର କେବଳ ବିଷ୍ଣୁ ରୂପ ହିଁ ଦେଖୁଛି। ଆପଣଙ୍କ ଭଳି ଦୃଢ଼ବ୍ରତ ବିଷ୍ଣୁ ଭକ୍ତଙ୍କୁ ଉପଦେଶ ଦେବା ନିମନ୍ତେ ମୁଁ ଏଠାରେ ଉପସ୍ଥିତ ହୋଇଛି। ମୁଁ ଆପଣଙ୍କୁ କୌଣସି ଦାନ ମାଗୁନାହିଁ। ମୋ କଥାକୁ ସତ୍ୟମଣି ପୁରୁଷୋତ୍ତମ କ୍ଷେତ୍ରରେ ବିରାଜିତ ଶ୍ରୀ ପୁରୁଷୋତ୍ତମଙ୍କୁ ଦର୍ଶନ କରନ୍ତୁ। ଏହିପରି ଉପଦେଶ ଦେଇ ସେ ଜଟାଧାରୀ ବ୍ରାହ୍ମଣ ଏଠାରୁ ଅନ୍ତର୍ଦ୍ଧାନ ହୋଇଗଲେ। ବିସ୍ମୟଚକିତ ଇନ୍ଦ୍ରଦେବ କଣ କରିବେ ଚିନ୍ତା କରିପାରିଲେ ନାହିଁ। ପୁରୋହିତଙ୍କୁ ଡାକି କହିଲେ, ଆପଣ ଧର୍ମ, ଅର୍ଥ, କାମ ଏହି ତ୍ରିବର୍ଗର ଅଧିକାରୀ। ଆପଣଙ୍କ ଅନୁଗ୍ରହରୁ ମୁଁ ଏସବୁ ପାଇସାରିଛି, ତଥାପି ମୋ ମନରେ ଶାନ୍ତି ନାହିଁ। ସାଧୁଙ୍କ ଶ୍ରୀମୁଖ ନିଃସୃତ କଥାରେ କୃତାର୍ଥ ହୋଇଛି। ବର୍ତ୍ତମାନ ମୋ ମନ ଯାଇ ସେହି ନୀଳକନ୍ଦର ନିବାସୀଙ୍କ ପାଖରେ। କିପରି ମୁଁ ସେଠାରେ ପହଞ୍ଚି ତାଙ୍କର ଦର୍ଶନ ଲାଭ କରି ଚୌବର୍ଗ ପ୍ରାପ୍ତ ହେବି, କାଳ ବିଳମ୍ବ ନ କରି ତାର ବ୍ୟବସ୍ଥା କରନ୍ତୁ। ପୁରୋହିତ କହିଲେ, ହେ ରାଜନ, ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ନିଶ୍ଚୟ ସେହି ବ୍ୟବସ୍ଥା କରିବି, ଯେପରି ଆପଣ ନିଶ୍ଚୟ ଚର୍ମଚକ୍ଷୁରୁ କେଶବଙ୍କୁ ଦର୍ଶନ କରିବେ। ଆମେ ସମସ୍ତେ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ଏଠାରେ ବସତି ସ୍ଥାପନ କରି ନିଜର ଜୀବନକୁ ସାର୍ଥକ କରି ମୁକ୍ତପ୍ରାୟ ହେବା। ତମ ଗୁଣ ରହିତ ଶ୍ରୀ ପରମେଶ୍ୱରଙ୍କୁ ନିଶ୍ଚୟ ଚର୍ମଚକ୍ଷୁରେ ଦେଖିବା। ମୋର ସାନ ଭାଇ ବିଦ୍ୟାପତି ଚରମାନଙ୍କ ସହ ପୁରୁଷୋତ୍ତମ କ୍ଷେତ୍ରକୁ ଗମନ କରି ନୀଳାଦ୍ରିରେ ଜଗନ୍ନାଥଙ୍କୁ ଦର୍ଶନ କରି ସେଠାରେ ବାସ ଉପଯୋଗ ସ୍ଥାନ ନିରୂପଣ କରି ଆମକୁ ସମ୍ବାଦ ପ୍ରେରଣ କଲେ ଆମର ଅଭିଷ୍ଟ ପୂରଣ ହେବ। ପୁରୋହିତଙ୍କ କଥାରେ ପ୍ରୀତ ହୋଇ ବିଦ୍ୟାପତିଙ୍କୁ ଶୀଘ୍ର ନୀଳାଚଳକୁ ଯାତ୍ରା କରିବା ନିମନ୍ତେ କହି ରାଜା ଅନ୍ତଃପୁରକୁ ଗମନ କଲେ। ସଭାସଦମାନେ ମଧ୍ୟ ସ୍ୱ ସ୍ୱ ଗୃହକୁ ଗମନ କଲେ। ଶୁଭ ନିକଟରେ ବିଦ୍ୟାପତି ପୁରୁଷୋତ୍ତମ କ୍ଷେତ୍ର ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲେ। ତାଙ୍କୁ ଏହି କର୍ମ ଶୁଭ ସମ୍ପାଦନ ନିମନ୍ତେ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କଲେ। ତାଙ୍କର ଜନ୍ମ ସଫଳ ହେଲା। ସେ ଚର୍ମନେତ୍ରରେ ପରମାନବଙ୍କ ଦର୍ଶନ କରିବେ ବୋଲି ଆନନ୍ଦିତ ହେଲେ। ମନେ ମନେ ଚିନ୍ତା କଲେ, ଶ୍ରବଣ କୀର୍ତ୍ତନ କରି ଯୋଗୀଗଣ ଯାହାଙ୍କ ଦର୍ଶନ ପାଆନ୍ତି, ମୁଁ ତାଙ୍କୁ ନୀଳଗିରି ଶୃଙ୍ଗରେ ଦର୍ଶନ କରିବି। ଶ୍ରୁତି ସ୍ମୃତି ପୁରାଣ ଓ ଇତିହାସ ଯାହାଙ୍କୁ ରୂପକୁ ବର୍ଣ୍ଣନା କରି ନପାରେ, ମୁଁ ସେହି ଅଲୌକିକ ରୂପକୁ ଦର୍ଶନ କରି ଭବସାଗରରୁ ପାରି ହୋଇଯିବି। ଯାହାଙ୍କ ନାମ ସଂକୀର୍ତ୍ତନ, ସ୍ମରଣ, ବନ୍ଦନ ଓ ଅର୍ଚ୍ଚନାରେ ତ୍ରିବିଧ ପାପ ନାଶ ହୋଇ ପରମାନନ୍ଦ ସୁଖ ପ୍ରାପ୍ତ ହୁଏ, ଯାହାଙ୍କ ପାଦପଦ୍ମ ବିସ୍ମରଣରେ ସମସ୍ତ ପ୍ରକାର ଦୁଃଖ ନାଶ ହୁଏ, ଜୀବଙ୍କୁ ଅନନ୍ତ ଅମଙ୍ଗଳମାନ ଗ୍ରାସ କରି ଯଜ୍ଞ କର୍ମ ମଧ୍ୟ ପାପରାଶି ବିମୋଚନରେ ବିଫଳ ହୁଏ, ଯାହାଙ୍କ ଚରଣାରବିନ୍ଦ ନିର୍ଗତ ମକରନ୍ଦ ପାନ କରି ଭକ୍ତଗଣ ଭବସାଗରରୁ ପାରି ହୁଅନ୍ତି, ବେଦାନ୍ତବାଦୀ ଯୋଗୀଗଣ ଯାହାଙ୍କୁ ସଦାସର୍ବଦା ଆରାଧନା କରନ୍ତି, ସେ ସକଳ ହୃଦୟ କନ୍ଦରେ ବିରାଜିତ ଅଖିଳ ଆତ୍ମା, ଯାହାଙ୍କୁ କେବଳ ଆଧ୍ୟାତ୍ମ ବିଦ୍ୟା ମାଧ୍ୟମରେ ଭକ୍ତଗଣ ଅନୁଭବ କରନ୍ତି, ଯିଏ ସମସ୍ତ ଜଗତର ମୂଳ, ଶ୍ରୀ ଜଗଦାନନ୍ଦ ଜଗନ୍ନାଥଙ୍କ ଚରଣାରବିନ୍ଦରେ ମୁଁ ପ୍ରାଣିପାତ କରୁଛି। ଯାହାଙ୍କ ଲୋମକୁ ଆଶ୍ରୟ କରି କୋଟି କୋଟି ବ୍ରହ୍ମାଣ୍ଡ ଅବସ୍ଥାନ କରୁଛି, ଯାହାଙ୍କ ନିଶ୍ୱାସ ସମୀର ଆଗମ ନିଗମର ଭଣ୍ଡାର, ସେ ସହସ୍ର ଶେଷ ପୁରୁଷ, ସହସ୍ର ପଦଯୁକ୍ତ, ସହସ୍ରାକ୍ଷ, ଯାହାଙ୍କ ମାୟାରେ ମୋହିତ ହୋଇ ଅଜ୍ଞାନ ଜନ ତାହାଙ୍କୁ ନଶ୍ୱର ଭାବି ଦାରୁ ଦେବତା ବୋଲି ସାମାନ୍ୟ ଦାରୁ ଦେବତା ବୋଲି ଭାବନ୍ତି। ସେ ସର୍ବପ୍ରପଞ୍ଚର ଅଧିଷ୍ଠାନ ଦେବାଦେବ ବିଶ୍ୱମ୍ବରଙ୍କର ମୁଁ ଚରଣାଶ୍ରିତ ହେବି। ସେହି ପ୍ରାକୃତ ରୂପ ବର୍ଜିତ, ଜଡ଼ ଇନ୍ଦ୍ରିୟ ବିବର୍ଜିତ, ସର୍ବ ଇନ୍ଦ୍ରିୟର ଗୁଣାତୀତ, ପ୍ରଣବ ସ୍ୱରୂପ ରୂପହୀନ ସଚ୍ଚିଦାନନ୍ଦ ଜଗନ୍ନାଥଙ୍କ ଚରଣରେ ମୋ ମସ୍ତକ ନତ ହେବ। ଯାହାଙ୍କ ଦର୍ଶନରୁ ତୃଷାର୍ତ୍ତ କାକା ପକ୍ଷୀ ମୁକ୍ତି ଲାଭ କଲା, ସେ ଦାରୁବ୍ରହ୍ମ ଜଗନ୍ନାଥଙ୍କୁ ମୁଁ ଆଜି ଦର୍ଶନ କରିବି। ମୋର ପୂର୍ବାଚିତ ପୁଣ୍ୟ ଫଳ ଆଜି ଭାଗ୍ୟ ରୂପରେ ମୋ ସମ୍ମୁଖରେ ଉପସ୍ଥିତ ହୋଇଛି। ଫଳରେ ମୁଁ ଚର୍ମଚକ୍ଷୁରେ ନରହରିଙ୍କୁ ଦର୍ଶନ କରିବି। ବିଦ୍ୟାପତି ଏହିପରି ଚିନ୍ତାରେ ବୁଡ଼ି ଆନନ୍ଦ ହୃଦୟରେ କିଛି ଦିନ ପରେ ଉତ୍କଳ ଦେଶରେ ପହଞ୍ଚିଲେ। ବିଭୁ ପଦରେ ମନ ନିମଜ୍ଜିତ ଥିବାରୁ ତାଙ୍କୁ ପଥ କଷ୍ଟ ଜଣା ପଡ଼ିଲା ନାହିଁ। ଭୁବନ ମଙ୍ଗଳକର ଦୁର୍ଗା ପର୍ବତ ଗିରିବନ ସୁଶୋଭିତ ଦୃଶ୍ୟ ଦେଖି ସୂର୍ଯ୍ୟାସ୍ତ ସମୟରେ ବିଦ୍ୟାପତି ମହାନଦୀ କୂଳରେ ରଥରୁ ଅବତରଣ କଲେ। ଆଲିକାଦି କର୍ମ ସମାପନ କରି ରାତି କଟାଇ ପରଦିନ ସକାଳେ ବିଦ୍ୟାପତି ମହାନଦୀ ପାରି ହୋଇ ଏକାମ୍ର କ୍ଷେତ୍ର ମଧ୍ୟ ଅତିକ୍ରମ କଲେ। ମନ ମଧ୍ୟରେ ଗୋବିନ୍ଦକୁ ସ୍ମରଣ କରିଥାନ୍ତି। ପଥର ଉଭୟ ପାର୍ଶ୍ୱକୁ ଦେଖି ଯାଉଥାନ୍ତି। ବ୍ରହ୍ମନିଷ୍ଠ ବ୍ରାହ୍ମଣମାନଙ୍କ ଗ୍ରାମଗୁଡ଼ିକରେ ଯୁବକାଷ୍ଟ ଶୋଭା ପାଉଥାଏ। ମନୁଷ୍ୟମାନେ ତାଙ୍କୁ ନାରାୟଣ ସ୍ୱରୂପ ଜଣାଯାଉଥାନ୍ତି। ତାଙ୍କୁ ଲାଗୁଥାଏ ସମସ୍ତେ ଶଙ୍ଖଚକ୍ର ଗଦାପଦ୍ମ ଧରି ଚତୁର୍ଦ୍ଧ ମୂର୍ତ୍ତି ଭଳି। ଭାବୁଥାନ୍ତି ବୋଧହୁଏ ତାଙ୍କର ପୁନର୍ଜନ୍ମ ହୋଇଗଲା। ବିଦ୍ୟାପତି ରଥରୁ ଓହ୍ଲାଇ ଉପସ୍ଥିତ ସମସ୍ତଙ୍କୁ ସାଷ୍ଟାଙ୍ଗ ପ୍ରାଣିପାତ କଲେ। ତାଙ୍କ ଚକ୍ଷୁରୁ ଆନନ୍ଦସୁର ନିର୍ଗତ ହେଲା। ଶରୀର ରୋମାଞ୍ଚିତ ହୋଇଗଲା। ଭାବଗଦଗଦ ହୋଇ ହୃଦୟ ମଧ୍ୟରେ ବିଷ୍ଣୁଙ୍କୁ ଦର୍ଶନ କରି ସ୍ତବ ପାଠ କରିବାକୁ ଲାଗିଲେ। କିଛି ବାଟ ଗଲା ପରେ ତାଙ୍କୁ ନୀଳାଚଳ ପର୍ବତ ଦୃଶ୍ୟ ହେଲା। ଜଣାପଡ଼ୁଥାଏ ସତେ ଯେପରି ନୀଳାଚଳ ପର୍ବତର ଶୃଙ୍ଗ ଆକାଶକୁ ଛୁଇଁଛି। ଏହି ପର୍ବତର ଦର୍ଶନରେ ସମସ୍ତ ପାପ ନାଶ ହୋଇଯାଏ। ଏହା ମଧ୍ୟରେ କଳ୍ପବଟ, ଚତୁଃପାର୍ଶ୍ୱ ଜଙ୍ଗଲରେ ପରିପୂର୍ଣ୍ଣ। ଅପୂର୍ବ ଅଦ୍ଭୁତ କାନନ।
ପ୍ରତ୍ୟକ୍ଷ ବିଷ୍ଣୁଙ୍କ ବାସସ୍ଥଳ ହେତୁ ସ୍ଥାନଟି ସୁନ୍ଦର ନିର୍ମଳ ଓ ଚେତନ ଜଣାଯାଉଥାଏ। ବିଦ୍ୟାପତି ରଥରୁ ଓହ୍ଲାଇଲେ। ମୁକୁନ୍ଦଙ୍କୁ ଦର୍ଶନ ନିମନ୍ତେ ଯିବା ପାଇଁ ପଥ ଅନ୍ୱେଷଣ କଲେ। ମାତ୍ର ପଥ ନ ପାଇ କୁଶାସନ ପକାଇ ମାଟିରେ ଶୟନ କଲେ। ମନ ମଧ୍ୟରେ ଉତ୍କଣ୍ଠା, କିପରି ଶୀଘ୍ର ଶ୍ରୀ ପୁରୁଷୋତ୍ତମଙ୍କ ଦର୍ଶନ ପାଇବେ। ମହାପ୍ରଭୁଙ୍କ ଶରଣାପନ୍ନ ହେଲେ। ଏତିକିବେଳେ ଦୂରରୁ କିଛି ଶୁଣିବାକୁ ପାଇ ତାକୁ ଅନୁସରଣ କରି ଆଗେଇ ଚାଲିଲେ। ସେତେବେଳେ ଶବରମାନଙ୍କର ସତ୍ସଙ୍ଗ ଚାଲିଥିଲା। ଚାରିଆଡ଼େ ଶବରମାନଙ୍କର ଘର। ମନୁଷ୍ୟ ସ୍ଥାନକୁ ଶବର ଦୀପକ କୁହାଯାଏ। ବିଦ୍ୟାପତି ଶବରପଲ୍ଲୀରେ ପ୍ରବେଶ କରି ସେଠାରେ ବିଷ୍ଣୁ ଭକ୍ତମାନଙ୍କୁ ଦେଖିଲେ। ସମସ୍ତେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଥିବା ଭଳି ତାଙ୍କୁ ଜଣାଗଲା। ସେମାନଙ୍କୁ ଦଣ୍ଡବତୀ କରି ବଦ୍ଧାଞ୍ଜଳି ପୁଟରେ ମୌନରେ ଛିଡ଼ା ହୋଇ ରହିଲେ। କିଛି ସମୟ ପରେ ଚନ୍ଦ୍ରଚର୍ଚିତ ବାପୁ ଓ ବୃଦ୍ଧ ବିଶ୍ୱାବସୁ ସେଠାରେ ଆସି ପହଞ୍ଚିଲେ। ସେ ମାଧବଙ୍କ ପୂଜା ସମାପନ କରି ନୀଳପର୍ବତରୁ ଫେରୁଥିଲେ। ତାଙ୍କୁ ଦେଖି ବିଦ୍ୟାପତି ଭାବିଲେ, ଏ ବୈଷ୍ଣବ ପ୍ରଧାନ ହରି ପୂଜା କରି ଫେରୁଛନ୍ତି। ସେ ନିଶ୍ଚୟ ମୋତେ ହରିଙ୍କ କଥା କହି ମୋର ଚିନ୍ତା ଦୂର କରିବେ। ଆଜି ମୋର ଅଭାଗ୍ୟ। ହରିଙ୍କ ଠାରୁ ହରିଭକ୍ତଙ୍କ ଦର୍ଶନ ଅତ୍ୟନ୍ତ ଦୁର୍ଲଭ। ବିଦ୍ୟାପତି ଏହିପରି ଚିନ୍ତା କରିଥିବା ବେଳେ ବିଶ୍ୱାବସୁ ତାଙ୍କୁ ପଚାରିଲେ, ହେ ଦ୍ୱିଜଶ୍ରେଷ୍ଠ, ଆପଣ କେଉଁ ସ୍ଥାନରୁ ଆସି ଦୁର୍ଗମ କାନନ ଭିତରେ ପହଞ୍ଚିଛନ୍ତି? ପଥ ଶ୍ରାନ୍ତ ଓ ଭୋକିଲା ମଧ୍ୟ ଜଣାଯାଉଛନ୍ତି। ଏଠାରେ କିଛି ସମୟ ବିଶ୍ରାମ କରି ହୃଦୟ ତୃଷ ଦୂର କରନ୍ତୁ। ବିଶ୍ୱାବସୁ ବିଦ୍ୟାପତିଙ୍କୁ ପାଦ ଅର୍ଘ୍ୟ ଓ ଆସନାଦି ଦେଇ ତାଙ୍କର ପାଦ ପୂଜା କରି ପଚାରିଲେ, ଆପଣ ଫଳାହାର କରିବେ କିମ୍ବା ଅନ୍ନ ଗ୍ରହଣ କରିବେ? ନିଃସଙ୍କୋଚ ପ୍ରକାଶ କରନ୍ତୁ। ଆପଣଙ୍କ ଯେଉଁଥିରେ ରୁଚି ତାହା ପ୍ରକାଶ କଲେ ମୁଁ ସେଗୁଡ଼ିକ ଯୋଗାଇ ଦେଇ ବ୍ରାହ୍ମଣ ସେବାର ଅଧିକାରୀ ହୋଇଥିବାର ଯୋଗ କୃତାର୍ଥ ମନେ କରିବି। ଆଜି ମୋର ପରମ ସୌଭାଗ୍ୟ ହେତୁ ଆପଣଙ୍କ ପାଦ ମୋ ଗୃହରେ ପଡ଼ିଛି। ଅତିଥି ବିଷ୍ଣୁ ସମ ଅଟନ୍ତି, ଏକଥା ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଛି। ଏଣୁ ସ୍ୱୟଂ ହରି ମୋ ଘରକୁ ଆସିଥିବାରୁ ତାଙ୍କର ସେବା କରିବାର ସୁଯୋଗ ପ୍ରଦାନ କରନ୍ତୁ। ବିଶ୍ୱାବସୁଙ୍କ କଥା ଶୁଣି ବିଦ୍ୟାପତି କହିଲେ, ମୋର ଫଳ କିମ୍ବା ଅନ୍ନର ଆବଶ୍ୟକତା ନାହିଁ। ମୁଁ ଯେଉଁ ଆଶା ନେଇ ଏ ସ୍ଥାନକୁ ଆସିଛି, ଦୟାକରି ତାହା ପୂରଣ କରିଦେଲେ ଖୁସି ହେବି। ମୁଁ ଅବନ୍ତୀ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁରୋହିତଙ୍କର ସାନ ଭାଇ। ବିଷ୍ଣୁଙ୍କ ଦର୍ଶନ ନିମନ୍ତେ ଏଠାରେ ଆସି ପହଞ୍ଚିଛି। ଦଳେ ତୀର୍ଥଯାତ୍ରୀଙ୍କ ଠାରୁ ବିଭିନ୍ନ ତୀର୍ଥ ପ୍ରସଙ୍ଗ ଶୁଣି ଶ୍ରବଣରୁ ଏ କ୍ଷେତ୍ର ବିଷୟ ଜାଣି ମହାରାଜ ଇନ୍ଦ୍ରଦ୍ୟୁମ୍ନ ମୋତେ ଏଠାକୁ ପଠାଇଛନ୍ତି। ସେ ପୂର୍ବରୁ ବର୍ଣ୍ଣିତ ସେହି ଜଟିଳ ସନ୍ନ୍ୟାସୀଙ୍କ ସବୁ ବୃତ୍ତାନ୍ତ ବିଶ୍ୱାବସୁଙ୍କ ଆଗରେ ପ୍ରକାଶ କଲେ। କହିଲେ, ସେହି ଜଟିଳ ସନ୍ନ୍ୟାସୀଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନଙ୍କର ହରି ଦର୍ଶନରୁ ଉତ୍କଣ୍ଠା ଜାତ ହେଲା। ଏଣୁ ସେହି ପ୍ରଭୁଙ୍କ ଅନ୍ୱେଷଣରେ ମୁଁ ଏଠାକୁ ଆସିଛି। ଯେତେ ପର୍ଯ୍ୟନ୍ତ ତାଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି ତାଙ୍କ ବୃତ୍ତାନ୍ତ ରାଜାଙ୍କ ଆଗରେ ବର୍ଣ୍ଣନା ନ କରିଛି, ମୁଁ ଅନ୍ନ ଭୋଜନ କରିବି ନାହିଁ ବୋଲି ସ୍ଥିର କରିଛି। ଏଣୁ ହେ ସାଧୁ, ଆପଣ ମୋତେ ତାଙ୍କର ଦର୍ଶନ କରାଇଦେଲେ ମୁଁ ମୋ ରାଜ୍ୟକୁ ଫେରିଯିବି।